ମୁଁ ଆଚାର୍ଯ୍ୟ କ୍ଷିତୀଶ ଜେନା ଏକାଧାର ଜଣେ ସ୍ତମ୍ଭକାର, କବି, ଗାଳ୍ପିକ ଏବଂ ଶିକ୍ଷକ। ମୁଁ ଗୋଟିଏ କବିତାଟିଏ ଲେଖିଛି ଯାହାର ଶୀର୍ଷକ ସମସ୍ତଙ୍କ ପାଇଁ ଶିକ୍ଷା। କବିତାର ଶୀର୍ଷକ ସମସ୍ତଙ୍କ ପାଇଁ ଶିକ୍ଷା, ଏଜୁକେସନ୍ ଫର୍ ଅଲ୍। ଆଜି ଯିଏ ଶିଶୁ କାଲି ସିଏ ହେବ ଏହି ଦେଶ ନାଗରିକ। ଗାନ୍ଧୀ ଗୋପବନ୍ଧୁ ଭଳି ଦିନେ ସିଏ ରଖିବ ଜାତିର ଟେକ। ଆଜି ଯିଏ ଶିଶୁ କାଲି ସିଏ ହେବ ଏହି ଦେଶ ନାଗରିକ। ଗାନ୍ଧୀ ଗୋପବନ୍ଧୁ ଭଳି ଦିନେ ସିଏ ରଖିବ ଜାତିର ଟେକ। ବଗିଚାଟି ଜମା ଦିଶେନି ସୁନ୍ଦର ଯଦି ଫୁଟି ନାହିଁ ଫୁଲ। ମରୁଭୂମି ଭଳି ଶିଶୁ ବିନା ଘର ଲାଗେନି କଦାପି ଭଲ। କୋମଳ ଶିଶୁଟି କଢ଼ ପରି ଅଟେ, ଦିନେ ଫୁଟି ଫୁଲ ହେବ। ବଢ଼ିଗଲେ ତାର ଗୁଣ ରୂପୀ ବାସ୍ନା ଚଉଦିଗ ମହକିବ। ବଢ଼ିଗଲେ ତାର ଗୁଣ ରୂପୀ ବାସ୍ନା ଚଉଦିଗ ମହକିବ। ପଢ଼ିବା ବୟସେ ଯଦି କରାଯାଏ ତାକୁ କାମେ ନିୟୋଜିତ। ପଢ଼ିବା ବୟସେ ଯଦି କରାଯାଏ ତାକୁ କାମେ ନିୟୋଜିତ। ଫୁଟିବା ବଦଳେ କଢ଼ ଅବସ୍ଥାରୁ ହୁଏ ସିଏ ବୃନ୍ତଚ୍ୟୁତ। ଫୁଟିବା ବଦଳେ କଢ଼ ଅବସ୍ଥାରୁ ହୁଏ ସିଏ ବୃନ୍ତଚ୍ୟୁତ। ଫୁଲ ଉଦ୍ୟାନଟି ଦିଶେ ଅସୁନ୍ଦର, କଢ଼ ହେଇ ଝଡ଼ିଗଲେ। ଚାରୁହୀନ ଲାଗେ ଆମ ଦେଶ ଶିଶୁ ଶିକ୍ଷାରୁ ବଞ୍ଚିତ ହେଲେ। ଫୁଲ ଉଦ୍ୟାନଟି ଦିଶେ ଅସୁନ୍ଦର, କଢ଼ ହେଇ ଝଡ଼ିଗଲେ। ଚାରୁହୀନ ଲାଗେ ଆମ ଦେଶ ଶିଶୁ ଶିକ୍ଷାରୁ ବଞ୍ଚିତ ହେଲେ। କଲମ ଧରିବା ବୟସେ ତାହାତେ ଧରାନି କୋଦାଳ କୋଡ଼ି। କଲମ ଧରିବା ବୟସେ ତାହାତେ ଧରାନି କୋଦାଳ କୋଡ଼ି। ସ୍ୱଳ୍ପ ଅର୍ଥ ପାଇଁ ଶିଶୁକୁ କଦାପି କାମକୁ ନ ଦିଅ ଛାଡ଼ି। ଦେଶ ଭବିଷ୍ୟତ ଅଟେ ଏହି ଶିଶୁ ମେରୁଦଣ୍ଡ ପୁଣି ସିଏ। ଦେଶ ଭବିଷ୍ୟତ ଅଟେ ଏହି ଶିଶୁ ମେରୁଦଣ୍ଡ ପୁଣି ସିଏ। ବିପଦ କାର୍ଯ୍ୟରେ ତାଙ୍କୁ ଯେ ଖଟାଏ, ବିପଦ କାର୍ଯ୍ୟରେ ତାଙ୍କୁ ଯେ ଖଟାଏ, ଅଦାଲତେ ଦଣ୍ଡ ପାଏ, ଅଦାଲତେ ଦଣ୍ଡ ପାଏ। ଓଦା ମୂର୍ତ୍ତି ପରି ଶିଶୁ ଅବସ୍ଥାଟି ଭ୍ରମ ଥିଲେ ସୁଧୁରିବ। ଯେଉଁ ମାର୍ଗ ତାଙ୍କୁ ଦେଖାଇବା ଆମେ ସେଇ ମାର୍ଗେ ସିଏ ଯିବ। ଓଦା ମୂର୍ତ୍ତି ପରି ଶିଶୁ ଅବସ୍ଥାଟି ଭ୍ରମ ଥିଲେ ସୁଧୁରିବ। ଯେଉଁ ମାର୍ଗ ତାକୁ ଦେଖାଇବା ଆମେ ସେଇ ମାର୍ଗେ ସିଏ ଯିବ। ଜ୍ଞାନହୀନ ବ୍ୟକ୍ତି ଏଇ ଦୁନିଆରେ କରେ ପଶୁ ଆଚରଣ। ଶିଶୁଟିକୁ କେବେ ନ ରଖ ଜ୍ଞାନୀ ଜନକ ଜନନୀ ଗଣ। ପ୍ରାଥମିକ ଶିକ୍ଷା ସମାପ୍ତି କରିବା ଅଟେ ଶିଶୁ ଅଧିକାର। ପ୍ରାଥମିକ ଶିକ୍ଷା ସମାପ୍ତି କରିବା ଅଟେ ଶିଶୁ ଅଧିକାର। ଆହାର ପୋଷାକ ପୁସ୍ତକ ଦିଅନ୍ତି, ଆହାର ପୋଷାକ ପୁସ୍ତକ ଦିଅନ୍ତି କେନ୍ଦ୍ର ରାଜ୍ୟ ସରକାର, କେନ୍ଦ୍ର ରାଜ୍ୟ ସରକାର। ସଭି
সভিয়ে পঢ়ন্তু সভিয়ে বঢ়ন্তু সভিয়ে পঢ়ন্তু সভিয়ে বঢ়ন্তু আଜି শিক্ষার আহ্বান ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ଅଛି ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ଅଛି ସମଗ୍ର ଶିକ୍ଷା ଅଭିଯାନ ସମଗ୍ର ଶିକ୍ଷା ଅଭିଯାନ ସଭିଏ ପଢ଼ନ୍ତୁ ଆଜି ଶିକ୍ଷାର ଆହ୍ୱାନ ସଭିଏ ପଢ଼ନ୍ତୁ ଆଜି ଶିକ୍ଷାର ଆହ୍ୱାନ ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ଅଛି ସମସ୍ତଙ୍କୁ ଶିକ୍ଷା ଦେବା ପାଇଁ ଅଛି ସମଗ୍ର ଶିକ୍ଷା ଅଭିଯାନ ସମଗ୍ର ଶିକ୍ଷା ଅଭିଯାନ ସମଗ୍ର ଶିକ୍ଷା ଅଭିଯାନ। ମୁଁ ଆଚାର୍ଯ୍ୟ କ୍ଷିତୀଶ ଜେନା ଏକାଧାରେ ଜଣେ ସ୍ତମ୍ଭକାର କବି ଗାଳ୍ପିକ ଏବଂ ଶିକ୍ଷକ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଓଡ଼ା ଗ୍ରାମରେ ମୋର ଜନ୍ମ। ମୁଁ କବିତାଟିଏ ଲେଖିଛି। କବିତାର ଶୀର୍ଷକ ନାଁଟି ମୋର ଚିଠି ନାଁଟି ମୋର ଚିଠି। କବିତାର ଶୀର୍ଷକ ନାଁଟି ମୋର ଚିଠି। ନାଁଟି ମୋର ଚିଠି ନାଁଟି ମୋର ଚିଠି ନାଁଟି ମୋର ଚିଠି ନାଁଟି ମୋର ଚିଠି ଦିନ ଥିଲା ମୁଁ ଥିଲି ସଭିଙ୍କ ଦିନ ଥିଲା ମୁଁ ଥିଲି ସଭିଙ୍କ ଆପଣାର ଯେ ଅତି ନାଁଟି ମୋର ଚିଠି ନାଁଟି ମୋର ଚିଠି ଡାକ ଘରେ ଯେ ମୁଁ ମିଳଇ ଘରେ ମେଜବା ଥାକରେ ଥାଇ ଡାକ ଘରେ ଯେ ମୁଁ ମିଳଇ ଘରେ ମେଜବା ଥାକରେ ଥାଇ ଦୂରରେ ଥିଲେ କେହି ନିଜର ଦୂରରେ ଥିଲେ କେହି ନିଜର ଜାଣିବା ପାଇଁ ତାଙ୍କ ଖବର ଦୂରରେ ଥିଲେ କେହି ନିଜର ଜାଣିବା ପାଇଁ ତାଙ୍କ ଖବର ମୋ ଉପରେ ମନ ଭାବନା ଲେଖି ପକାନ୍ତି କିଛି ନାଁଟି ମୋର ଚିଠି ନାଁଟି ମୋର ଚିଠି ନିରକ୍ଷର ଯେ ନପାରେ ଲେଖି କାହାକୁ କହି ଲେଖଇ ଚିଠି ନିରକ୍ଷର ଯେ ନପାରେ ଲେଖି କାହାକୁ କହି ଲେଖଇ ଚିଠି ପକାଇ ଦିଏ ଡାକ ବାକ୍ସରେ ଉତ୍ତର ପାଇଁ ଅପେକ୍ଷା କରେ ପକାଇ ଦିଏ ଡାକ ବାକ୍ସରେ ଉତ୍ତର ପାଇଁ ଅପେକ୍ଷା କରେ ପିଲାଠୁ ବୁଢ଼ା ଦେଖନ୍ତି ମୋତେ ବଳିଷ୍ଠ ଗଣମାଧ୍ୟମ ରୂପେ ପିଲାଠୁ ବୁଢ଼ା ଦେଖନ୍ତି ମୋତେ ବଳିଷ୍ଠ ଗଣମାଧ୍ୟମ ରୂପେ ଥିଲି ସଭିଙ୍କ ସାଥୀ ନାଁଟି ମୋର ଚିଠି ନାଁଟି ମୋର ଚିଠି ଚିଠିରେ ଥିବା ମଧୁର ଭାଷା କାହା ଜୀବନେ ଭରଇ ଉଷା ଚିଠିରେ ଥିବା ମଧୁର ଭାଷା କାହା ଜୀବନେ ଭରଇ ଉଷା ପୁଅ ପାଖରୁ ଚିଠି ପାଇଲେ ପୁଅ ପାଖରୁ ଚିଠି ପାଇଲେ ବାପା ମାଙ୍କ ପୁରଇ ଆଶା ପୁଅ ପାଖରୁ ଚିଠି ପାଇଲେ ବାପା ମାଙ୍କ ପୁରଇ ଆଶା ସ୍ୱାମୀଙ୍କ ଚିଠି ରଖେ ସାଇତି ସ୍ୱାମୀଙ୍କ ଚିଠି ରଖେ ସାଇତି ସ୍ୱାମୀଙ୍କ ଚିଠି ରଖେ ସାଇତି ପତ୍ନୀ ଭାବିକି ସ୍ମୃତି ନାଁଟି ମୋର ଚିଠି ନାଁଟି ମୋର ଚିଠି
ବଢ଼ିଲା ଏବେ ଦୂରଭାଷ, ଚିଠି ପାଇଲା କ୍ରମେ ହ୍ରାସ। ବଢ଼ିଲା ଏବେ ଦୂରଭାଷ, ଚିଠି ପାଇଲା କ୍ରମେ ହ୍ରାସ। ଆଇ ସାଙ୍ଗରେ ଅଜାଗପନ୍ତି, ଆଇ ସାଙ୍ଗରେ ଅଜାଗପନ୍ତି, ଓଠରେ ତାଙ୍କ ସ୍ମିତ ହସ, ଓଠରେ ତାଙ୍କ ସ୍ମିତ ହସ। ତଥାପି ଆଜି ଚାଲିଛି ଚିଠି, ତଥାପି ଆଜି ଚାଲିଛି ଚିଠି, ଅଛି ମୋ ପ୍ରତି ପ୍ରୀତି, ନାଟି ମୋର ଚିଠି, ନାଟି ମୋର ଚିଠି, ନାଟି ମୋର ଚିଠି, ନାଟି ମୋର ଚିଠି। ମୁଁ ଆଚାର୍ଯ୍ୟ କ୍ଷିତୀଶ ଜେନା ଏକାଧାରେ ଜଣେ ସ୍ତମ୍ଭକାର, କବି, ଗାଳ୍ପିକ ଏବଂ ଶିକ୍ଷକ। ଏ କବିତାଟିଏ ଲେଖିଛି। କବିତାର ଶୀର୍ଷକ ବୃକ୍ଷ ଆମର ମିତ। କବିତାର ଶୀର୍ଷକ ବୃକ୍ଷ ଆମର ମିତ। ବୃକ୍ଷ ବିନା ଚାଲ ଗାଇବା ଗୀତ, ବୃକ୍ଷ ଆମର ମିତ। ଚାଲ ଗାଇବା ଗୀତ, ବୃକ୍ଷ ଆମର ମିତ। ତାର ବିନା ନାହିଁ ଆମରି ଆୟୁ, ଆୟୁକୁ ଲୋଡ଼ାରେ ତାହାରି ବାୟୁ। ତାର ବିନା ନାହିଁ ଆମରି ଆୟୁ, ଆୟୁକୁ ଲୋଡ଼ାରେ ତାହାରି ବାୟୁ। ଅମ୍ଳଜାନ ସିଏ ଦିଅଇ ନିତ୍ୟ, ବୃକ୍ଷ ପରା ଅଟେ ଆମରି ମିତ। ବୃକ୍ଷ ପରା ଅଟେ ଆମରି ମିତ। ବୃକ୍ଷ କୋଳେ ଖେଳେ ଗୁଣ୍ଡୁଚି ମୂଷା, ତା ଡାଳେ ଗଢ଼ଇ ପକ୍ଷୀ ତା ବସା। ବୃକ୍ଷ କୋଳେ ଖେଳେ ଗୁଣ୍ଡୁଚି ମୂଷା, ତା ଡାଳେ ଗଢ଼ଇ ପକ୍ଷୀ ତା ବସା। ତା ମୂଳେ ହୁଅଇ ମେଳାଅ ଜାତ, ନିଜେ ସହେ ଖରା ବରଷା ଶୀତ, ନିଜେ ସହେ ଖରା ବରଷା ଶୀତ। ପଥିକକୁ ଦିଏ ଖରାରେ ଛାଇ, ତା ଡାଳେ କୋଇଲି କୁହୁରା ବଇ। ପଥିକକୁ ଦିଏ ଖରାରେ ଛାଇ, ତା ଡାଳେ କୋଇଲି କୁହୁରା ବଇ। ଖରାରେ ଦିଏ ସେ ଥଣ୍ଡା ମରୁତ, ସତରେ ତା ଡାଳ ମା ପଣତ, ସତରେ ତା ଡାଳ ମା ପଣତ। ନହାଣ ତାକୁରେ ନ କର ଈର୍ଷା, ବୃକ୍ଷ ପାଇଁ ହୁଏ ଭୃପୁଷ୍ଟେ ବର୍ଷା। ନହାଣ ତାକୁରେ ନ କର ଈର୍ଷା, ବୃକ୍ଷ ପାଇଁ ହୁଏ ଭୃପୁଷ୍ଟେ ବର୍ଷା। ବର୍ଷା ଯୋଗୁ ଶ୍ୟାମ ହୁଅଇ କ୍ଷେତ, ତା ପାଇଁ ବଞ୍ଚିଛି ସାରା ଜଗତ। ବର୍ଷା ଯୋଗୁ ଶ୍ୟାମ ହୁଅଇ କ୍ଷେତ, ତା ପାଇଁ ବଞ୍ଚିଛି ସାରା ଜଗତ। ଖାଦ୍ୟ ବସ୍ତ୍ର ବାସ ତାହାରି ଦାନ, ବୃକ୍ଷ ହାଣି ଧରା ନ କର ଶୂନ୍ୟ। ଖାଦ୍ୟ ବସ୍ତ୍ର ବାସ ତାହାରି ଦାନ, ବୃକ୍ଷ ହାଣି ଧରା ନ କର ଶୂନ୍ୟ। ତାର ସେ ସୁଖଇ ଦେହର କ୍ଷତ, ମିତ ଠାରୁ ବେଶୀ କରେ ସେ ହିତ, ମିତ ଠାରୁ ବେଶୀ କରେ ସେ ହିତ। ବୃକ୍ଷ ପାଖେ ତୁଚ୍ଛ ରୂପା ଓ ସୁନା, ବଞ୍ଚି ପାରିବାନି କେହି ତା ବିନା। ବୃକ୍ଷ ପାଖେ ତୁଚ୍ଛ ରୂପା ଓ ସୁନା, ବଞ୍ଚି ପାରିବାନି କେହି ତା ବିନା। ବୃକ୍ଷ ବିନା ଧରା ହୁଏ ଉତ୍ତପ୍ତ, ବୃକ୍ଷ ବିନା ଧରା ହୁଏ ଉତ୍ତପ୍ତ। ତାତି ପାଇଁ ଭୋଗୁ ଯେ ଅଂଶୁଘାତ, ବୃକ୍ଷ ବିନା ଧରା ହୁଏ ଉତ୍ତପ୍ତ। ତାତି ପାଇଁ ଭୋଗୁ ଯେ ଅଂଶୁଘାତ। ଏକ ବୃକ୍ଷ ଅଟେ ଏକ ଜୀବନ, ଏକ ବୃକ୍ଷ ଅଟେ ଏକ ଜୀବନ। ବୃକ୍ଷରୋପଣରେ ଦିଅରେ ମନ, ଏକ ବୃକ୍ଷ ଅଟେ ଏକ ଜୀବନ। ବୃକ୍ଷରୋପଣରେ ଦିଅରେ ମନ, କରରେ ଏହାକୁ ଜୀବନ ବ୍ରତ। ବୃକ୍ଷ ପରା ଅଟେ ଆମରି ମିତ, କରରେ ଏହାକୁ ଜୀବନ ବ୍ରତ। ବୃକ୍ଷ ପରା ଅଟେ ଆମରି ମିତ, ବୃକ୍ଷ ପରା ଅଟେ ଆମରି ମିତ, ବୃକ୍ଷ ପରା ଅଟେ ଆମରି ମିତ।
ସାରେ ଗୋଟେ ଗଞ୍ଜିରେ ଖାଲି ଆଉ ଗୋଟିଏ ଲାଷ୍ଟ ଗୋଟିଏ ତିନିଟା ବୋଲି ସାରିଲେଣି ଡ୍ରେସ୍ରେ ଏଇଟାରେ କ୍ଲୋଜ୍